শ্ରୋତା ବନ୍ଧୁ, କହିଲେ କହିବ କହୁଛି, ନ କହିଲେ ଦେହ ଦହୁଛି। ପ୍ରଥମେ ଆପଣ ସମସ୍ତଙ୍କର ଶୁଭକାମନା କରି ମୁଁ କହିବି, ହେ ଦୟାମୟ ବିଶ୍ୱମଙ୍ଗଳକର୍ତ୍ତା ମୋ ଶ୍ରୋତା ବନ୍ଧୁମାନଙ୍କର ମଙ୍ଗଳ କର। ସେମାନେ ସମସ୍ତେ ସୁସ୍ଥ ସବଳ ଓ ଧର୍ମଜ୍ଞ ହୁଅନ୍ତୁ। ଏଣୁ ଆଜି ଆମେ ଜାଣିବା ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଓ ଅଶୁଭ ସମୟ। ସୂର୍ଯ୍ୟୋଦୟ 6ଟା 24 ପରେ ଆଉ ସୂର୍ଯ୍ୟାସ୍ତ 5ଟା 35 ପରେ। ଅଶୁଭ କାଳ 1ଟା 25ରୁ 2ଟା 50। ଆଜି ବୋଇଲେ ତାରିଖ କ'ଣ? 29 ତାରିଖ ଗୁରୁବାର। 29 ତାରିଖ ଗୁରୁବାର। এই 29 ତାରିଖ ଗୁରୁବାର 12 ରାଶି ପାଇଁ ମିଶ୍ର ଯୋଗ ସୃଷ୍ଟି କରିଛି। ଦିନ ଓଳି ବୋଇଲେ ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତ, ରାତି ଓଳି ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ। ଏମିତି ଦ୍ୱିଭାଗ ସମୟକୁ କରିଛି। এই ଦ୍ୱିଭାଗରେ 2 ପ୍ରକାର ଫଳ ମିଳିବ। କେଉଁମାନେ ଦିନରେ ସାଂଘାତିକ ଦୁଃଖ ଭୋଗିବେ ତ କେଉଁମାନେ ରାତିରେ ଯଥେଷ୍ଟ ବେଶୀ ସୁଖ ଭୋଗିବେ। ତେଣୁ ଆଜି ଦିନଟି ହେଉଛି ଉତ୍ଥାନ ପତନ ଦିନ। ସମୟର ଏକ ଲୁଚକାଳି ଖେଳ। ସମସ୍ତେ ଆଜି ସୁଖ ଦୁଃଖକୁ ସ୍ୱାଗତ କରିବେ, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ। 29 ତାରିଖ ଗୁରୁବାର ମେଷ ରାଶି ପାଇଁ ସକାଳ ଓଳି ଅପେକ୍ଷା ଉପର ଓଳି ଅଧିକ ସୁଖପ୍ରଦ ହେବ। ଏଠି ସକାଳ ଓଳି ବୋଇଲେ ଦିନ କଥା କୁହାଯାଇଛି, ଉପର ଓଳି ବୋଇଲେ ରାତି କଥା କୁହାଯାଇଛି। ମାନେ ଦିନ ଓଳି ଅପେକ୍ଷା ରାତି ଓଳି ଅଧିକ ସୁଖପ୍ରଦ ହେବ। ପୁନଶ୍ଚ ସକାଳ 6ଟା 30 ପରେ ଅଶ୍ୱିନ ନକ୍ଷତ୍ରର ଓ ସନ୍ଧ୍ୟା 5ଟା 30 ପରେ ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆସିବ। ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା 6:30 ଯାଏ ଧନାଗମ ହେଲେ ବି ଧନ ଆସିବ। ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଧନ ଆସିବ, କିନ୍ତୁ ମନ ଆସିବନି। ଧନ ପ୍ରତି ମନର ମମତା ବଢ଼ିବନି। ମନ ଛଟପଟ ହେବ, ବ୍ୟାକୁଳ ହେବ। ନିଜକୁ ଜଣେ ଅପରାଧୀ ଭାବରେ ସେ ଗ୍ରହଣ କରିବ। ତେଣୁ ଦିନଟା ଧନ ପାଇଁ ବିଶେଷ ନୁହଁ, ମନ ପାଇଁ ବେଶୀ ଦୁଃଖ ଲାଗିବ, ଦୁଃଖରେ ଯିବ। ଧନାଗମ ହେଲେ ବି ମନ ଅବୁଝା, ବ୍ୟାକୁଳ, ବ୍ୟଥିତ ହେବ। ତା ପରଠାରୁ ସେ ଯାଏ, ତା ପରଠାରୁ ଯେ ଯାଏ ସୁସ୍ଥ ଓ ଶାନ୍ତ ଥିବେ ସେ ଯାଏ। ମାନେ ସୂର୍ଯ୍ୟାସ୍ତ ଠାରୁ ପୁଣି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆପଣ ଚଳଚଞ୍ଚଳ ରହିବେ, ସେ ପର୍ଯ୍ୟନ୍ତ ଆପଣଙ୍କ ହାତକୁ ଧନ ଆସିବ, ସୁଖ ଆସିବ, ଶାନ୍ତି ଆସିବ। ଲୌକିକ, ମୌଳିକ, କୌଳିକ, ସାମାଜିକ, ପାରିବାରିକ, ବୌଦ୍ଧିକ, ଆର୍ଥିକ ସବୁ କ୍ଷେତ୍ରରେ ବିକାଶ ହେବ। ମାନେ ଯେଉଁମାନଙ୍କର ନାଇଟ୍ ଡ୍ୟୁଟି ସେମାନେ ବଡ଼ ସୁଖରେ ରୋଜଗାର କରିବେ ଓ ସମୟକୁ ଅତିବାହିତ କରିବେ। ହଁ ବନ୍ଧୁ, ସନ୍ଧ୍ୟା ପରେ ଶୁଭ ଓ ମଙ୍ଗଳପ୍ରଦ ସମୟ ଆସି ଶାନ୍ତି ଓ ସୁଖ ଦେବ।
ଦିନଟି ଦୁଃଖରେ ଯିବ। ପୂର୍ଣ୍ଣ ଦୁଃଖ ନୁହଁ, ରାତିଟି ପୂର୍ଣ୍ଣ ସୁଖରେ ଯିବ। ବୃଷ ରାଶି ପାଇଁ 29 ତାରିଖ ଗୁରୁବାର ଦିନଟି ଶାନ୍ତିପ୍ରଦ ହେବ। ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁଖ ସୁବିଧା ମିଳିବ। ଯିଏ ଯାହା ଚାହୁଁଛି, ଯିଏ ଯେଉଁ କର୍ମ କରି ଜୀବନକୁ ବିକ୍ରୟ କରୁଛି, ତା ପାଇଁ ଦିନଟି ଆଜି ଶୁଭପ୍ରଦ ହେବ। ବୃଷ ରାଶି ପାଇଁ 29 ତାରିଖ ଗୁରୁବାର ଦିନଟି ଶାନ୍ତିପ୍ରଦ ହେବ। ସୁସ୍ଥ ସବଳ କର୍ମଠ କାର୍ଯ୍ୟକ୍ଷମ ହେବେ। ସାମାଜିକ, ପାରିବାରିକ, ଲୌକିକ ଓ ମୌଳିକ ସୁଖ ମିଳିବ। କୌଣସି ପ୍ରକାର ସମସ୍ୟା ବି ହେବନି। ବଦ୍ଧ ବନ୍ଧନ ଭୟ ନାହିଁ। ସକାଳ 6ଟା 30ରୁ କୃତ୍ତିକା ନକ୍ଷତ୍ରର ସନ୍ଧ୍ୟା 5ଟା 30ରୁ ଦ୍ୱିଜାର ଅଶୁଭ ସମୟ ଆସିବ। ମାତ୍ର 6ଟା 30 ପରେ ଧନାଗମ ହେଉଥିଲେ ବି ମନ ଅମନୋଯୋଗୀ ହେବ। କାମରେ ମନ ଲାଗିବନି। ନିଜକୁ ଜଣେ ଅପରାଧୀ ଭାବି ମନ ବ୍ୟାକୁଳ ହେବ। ଶାରୀରିକ ସମସ୍ୟା ନାହିଁ, କିନ୍ତୁ ଅବୁଝା ମନ ପାଇଁ କୌଣସି କାମରେ ମନ ଲାଗିବ ନାହିଁ। ଦିନ ସାରା ଭଲରେ ଭଲରେ ଯିବ। ଆୟ ଅମଳ ଭଲ ହେବ। ଦେହ ଠିକ୍ ରହିବ। ବନ୍ଧୁ ସମ୍ପର୍କ ଠିକ୍ ରହିବ। ପାରିବାରିକ ସମସ୍ୟା କିଛି ନାହିଁ, କିନ୍ତୁ ରାତି ହେଲେ ସୂର୍ଯ୍ୟାସ୍ତ ପରେ ସମସ୍ୟା ଘନେଇ ଆସିବ। ମିଥୁନ କଥା ଆଲୋଚନା କରିବା। ମିଥୁନ ରାଶି ଲାଗି ଗୁରୁବାର ଦିନ ଓଳି ଦୁଃଖ ଓ ଉପର ଓଳି ସନ୍ଧ୍ୟା ପରେ ସୁଖ। ମିଥୁନର ସେଇଭଳିଆ, ଯେମିତି ମେଷର ସେମିତି ମିଥୁନର। ମିଥୁନ ଲାଗି ଗୁରୁବାର ଦିନଟି ଦୁଃଖପ୍ରଦ, ରାତିଟି ସୁଖକର ହେବ। ବୃଥା ଖର୍ଚ୍ଚ ହେବ ଦିନରେ। ଦିନରେ ସଞ୍ଚିତ ସମ୍ପତ୍ତି ଚାଲିଯିବ। ଜ୍ଞାତସାରରେ ବୃଥା ଖର୍ଚ୍ଚ ହେବ। ରୋଗାକ୍ରାନ୍ତ ହେବେ। ଯନ୍ତ୍ରଣା ଅଧିକ ହେବ। ଆନ୍ତରିକ ସହଯୋଗ ମିଳିବନି। ବିଶେଷତଃ ସକାଳ 6ଟା 30 ଠାରୁ ମୃଗଶିରା ନକ୍ଷତ୍ରଧାରୀ ବ୍ୟକ୍ତି ସମୁଦାୟଙ୍କର ଓ ସନ୍ଧ୍ୟା 5ଟା 30 ଠାରୁ ଆର୍ଦ୍ରା ନକ୍ଷତ୍ରଧାରୀ ବ୍ୟକ୍ତି ସମୁଦାୟଙ୍କର ସମସ୍ୟା ଆସିବ। ଆଉ ଶାନ୍ତି ଭଙ୍ଗ ହେବ। ଆର୍ଥିକ ଶାରୀରିକ ସମସ୍ୟା ବଢ଼ିଯିବ। ମାତ୍ର ସନ୍ଧ୍ୟା 5ଟା 30 ପରଠାରୁ ରୋଗ କ୍ରମଶଃ ଉପଶମ ହେବ। ଶାନ୍ତି ଲାଗିବ। ବ୍ୟକ୍ତିଗତ ସୁଖ ଶାନ୍ତି ମିଳିବ। ପାରିବାରିକ, ଆର୍ଥିକ, ଲୌକିକ ସୁଖ ସୁବିଧା ମିଳିବ। ରାତ୍ରିଟି ଆନନ୍ଦରେ କଟିବ। ଦିନଟି ଦୁଃଖରେ ଯିବ। ମିଥୁନ ରାଶିର ଜନତା ଆଜି ଦିନଟିକୁ ଉପଭୋଗ କରିପାରିବେ ନାହିଁ। ରୋଗ ପରେ ରୋଗ ମାଡ଼ି ଆସିବ। ପୁରୁଣା ରୋଗୀ ହୋଇଥିଲେ ଖଟରୁ ଓହ୍ଲାଇ ପାରିବେନି। ସମସ୍ୟା ଭିତରେ ଘାଣ୍ଟି ହେଇଯିବେ। 5ଟା 30 ପରେ ମଳୟ ପବନ ବହିବ, ମାନେ ରୋଗ ଉପଶମ ହେଇଯିବ। ଯେମିତି ଛାଁ ଛାଁ ଆସିଥିଲା, ସେ ଛାଁ ଛାଁ ପଳେଇଯିବ। ମନ ଭଲ ଲାଗିବ। କାମ କରିବାକୁ ଇଚ୍ଛା ହେବ ଏବଂ ତାପରେ ଆୟ ବଢ଼ିବ। ଏ ହେଲା ଦିନଚର୍ଯ୍ୟା ମିଥୁନ ପାଇଁ। କର୍କଟ ପାଇଁ ସ୍ୱତନ୍ତ୍ର କଥା। କର୍କଟ ପାଇଁ 29 ତାରିଖ ଗୁରୁବାର ଦିନଟି ସୁଖମୟ, ମାନେ ଦିନରେ ଭଲ, ରାତିରେ ଭଲ। ସୂର୍ଯ୍ୟ ଉଦୟ ଠାରୁ ପୁଣି ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ କର୍କଟ ରାଶିର ଲୋକେ ବିବିଧ ସୁଖ ପାଇବେ।
କିନ୍ତୁ ଇଏ ପୁରା କଳିକାଳ। ପୁଣି କର୍କଟ ରାଶି, ଯାହା ଉପରେ ଏବେ ସବୁ ଗ୍ରହଙ୍କର କୁଦୃଷ୍ଟି। ବିଧାତା ଯେମିତି ହେଲେ କର୍କଟ ରାଶିକି ଦୁଃଖ ଦେବେ, ସବୁ ସୁଖରେ ଦୁଃଖ ଭୋଗିବେ। କାରଣ ଈର୍ଷାଳୁ ଦେବରାଜ ଇନ୍ଦ୍ର କେବେ କାହାର ସୁଖ ଦେଖିପାରେନି, ଭାରି ପରଶ୍ରେ କାତର ସେ, ଯାହା ଶାସ୍ତ୍ର କହେ। କର୍କଟ ରାଶି ଲାଗି 29 ତାରିଖ ଗୁରୁବାର ଦିନଟି ସୁଖମୟ ବା ଆନନ୍ଦପ୍ରଦ ହେବ। ଆର୍ଥିକ ବିକାଶ ଦିଗରେ ଏ ଦିନ ପୂର୍ଣ୍ଣ ସହଯୋଗ କରିବ। ଦିନ ସାରା ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ସମସ୍ତ ଲୌକିକ, ମୌଳିକ, ପାରିବାରିକ ଓ ସାମାଜିକ ସୁଖ ମିଳିବ। ମାତ୍ର ସନ୍ଧ୍ୟା 5ଟା 30 ପରଠାରୁ ଅସମୟ ଆସିବ। ଜୀବନ ସଂଘର୍ଷମୟ ହେବ। ବ୍ୟୟ ବଢ଼ିଯିବ। ବିବିଧ ରୋଗ ଭିନ୍ନ ଭିନ୍ନ ରୂପରେ ଆସି ଶାରୀରିକ ଯନ୍ତ୍ରଣା ବଢ଼ାଇ ଦେବ। ରାତି କଥା ସାବଧାନ। ସକାଳ 6ଟା 30 ପରେ ପୁଷ୍ୟାର, ସନ୍ଧ୍ୟା 5ଟା 30 ପରେ ଅଶ୍ଳେଷା ନକ୍ଷତ୍ରର ଅଧିକ ଅଶୁଭ ସମୟ ଆସି ଦୁଃଖ ଦେବ। ଯନ୍ତ୍ରଣା ଜର୍ଜରିତ ଜୀବନରେ ବି ପ୍ରୀତି ବୃଦ୍ଧି ହେବ। କହୁନି ବଢ଼ିଆ ଦିନ, ହେଲେ ବଢ଼ିଆ ଭିତରେ ମୁଣ୍ଡରେ ନଡ଼ିଆ ପିଟା ହେଇଯିବ, ରୋଗ ହେଇଯିବ ରାତିକି। ଦୁଃଖ 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 ରାତିଟା। ସୁଖମୟ ଦିନରେ ଦୁଃଖ ଆସିବ। ସିଂହ ରାଶି ଲାଗି 29 ତାରିଖ 24 ଘଣ୍ଟା ବିଭିନ୍ନ ରୂପରେ ଭିନ୍ନ ଭିନ୍ନ ସୁଖ ଆସି ଆନନ୍ଦ ଦେବ। ସିଂହ ରାଶି ପାଇଁ ଆଜି ପ୍ରକୃତ ଆନନ୍ଦମୟ ଦିନ। 24 ଘଣ୍ଟା ବିଭିନ୍ନ ରୂପରେ ଭିନ୍ନ ଭିନ୍ନ ସୁଖ ଆସି ଆନନ୍ଦ ଦେବ। ସୁଖ ତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ରୂପରେ ଆସେ ନା। ଅକସ୍ମାତ୍ ଆପଣଙ୍କୁ ଆପଣଙ୍କର ହଜିଯାଇଥିବା ଅଳଙ୍କାରଟି ମିଳିଗଲେ ଆପଣ ଖୁସି ହେବେନି? ଦୀର୍ଘ ଦିନ ହେଲା ଆପଣଙ୍କର ଶତ୍ରୁତା ଥିଲା ଯାହାଠାରେ, ସେ କିଛି ଉପହାର ସହ ଆସି ଆପଣ ଗୋଡ଼ ଧରି କ୍ଷମା ମାଗି ଯଦି କହେ ବନ୍ଧୁ ମୋର ବଡ଼ ଅପରାଧ ହେଇଯାଇଛି, ଆପଣ ଖୁସି ହେବେନି? ତେଣୁ ସୁଖ କେତେବେଳେ କେଉଁ ରୂପରେ ଆସିବ, ଠିକ୍ ଦୁଃଖ ଭଳି। ବନ୍ଧୁ ଶୁଣିବା ସିଂହ କଥା। ସିଂହ ରାଶି ଲାଗି 29 ତାରିଖ 24 ଘଣ୍ଟା ବିଭିନ୍ନ ରୂପରେ ଭିନ୍ନ ଭିନ୍ନ ସୁଖ ଆସି ଆନନ୍ଦ ଦେବ। ପୂର୍ବ ଦିନର ସମସ୍ତ ସମସ୍ୟା ବରଫ ପରି ମିଳେଇଯିବ। ସକାଳ 6ଟା 30 ଠାରୁ ମଘା ନକ୍ଷତ୍ରର, ସନ୍ଧ୍ୟା 5ଟା 30ରୁ ପୂର୍ବ ଫାଲ୍ଗୁନ ନକ୍ଷତ୍ରର ମନ୍ଦ ସମୟ ଆସିବ। ଏହି ମନ୍ଦ ସମୟ ବିଶେଷ ହାନିକାରକ ନୁହେଁ। ଆଜି ଏ ଶୁଭ ଦିନ କର୍ମକ୍ଷେତ୍ର ପ୍ରତି ଆଗ୍ରହ ବଢ଼େଇବ। କର୍ମକ୍ଷେତ୍ର ଆଜି ନିଜ ଘର ଭଳି ଲାଗିବ। ସ୍ୱକର୍ମ ସୁଚାରୁ ରୂପେ କରି ଧନ, ମାନ, ଜ୍ଞାନ ଓ ଜନସମ୍ପର୍କ ସୃଷ୍ଟି କରିବେ। ଏ ସୁଯୋଗ ସନ୍ଧ୍ୟା 6ଟା 30 ଯାଏ। ତା ପରଠାରୁ ଆୟ ବଢ଼ିଯିବ, ଲାଭ ବି ବଢ଼ିଯିବ। ଅପୂର୍ବ ଦିନ। ରାତିରେ ଅଧିକ ଲାଭ ହେବ, ଅଧିକ ଆୟ ହେବ। ଦିନରେ କର୍ମକ୍ଷେତ୍ରରୁ ବିବିଧ ସୁଖ ଲାଭ କରିବେ। ଯେଉଁ ସୁଖ ଆଶା କରିଥିବେ ମିଳୁନଥିବ, ଆଜି ମିଳିବ। ସିଂହ ରାଶି ପାଇଁ ଆଜି ସୂର୍ଯ୍ୟ ଶୁଭରେ ଶୁଭରେ ଆସିବେ କାଲି ପର୍ଯ୍ୟନ୍ତ। କନ୍ୟା ରାଶି ଲାଗି 29 ତାରିଖ ଗୁରୁବାର ଖଟା ମିଠା ଦିବସ। ମାନେ ଆଗେ ଖଟା ତାପରେ ମିଠା, ବୋଇଲେ ଦିନଟା ଦୁଃଖରେ ରାତି ସୁଖରେ। ଆଉ
ପ୍ରଥମତଃ ସକାଳ 6:30ରୁ ଉତ୍ତର ଫାଲ୍ଗୁଣୀ ନକ୍ଷତ୍ରର ଅଶୁଭ, ସନ୍ଧ୍ୟା 5:30ରୁ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆସିବ। ସନ୍ଧ୍ୟା 6:30 ପରଠାରୁ ପ୍ରକୃତ ଶୁଭ ସମୟ ଆସି ବଢ଼ିଆ ରୋଜଗାର କରାଇବ, ସୁକର୍ମ ଯୋଜନା ହେବ, କର୍ମଠଙ୍କ ପାଇଁ ପ୍ରେରଣା ମିଳିବ, ସମସ୍ତ ବୃତ୍ତି ଠିକ୍ଠାକ୍ ଚାଲିବ। ମାତ୍ର ସନ୍ଧ୍ୟା 6:30 ଯାଏ କେବଳ ପାରିବାରିକ ସୁଖ ମିଳିବ। ଏଥିପାଇଁ ବହୁ ଘାତ ପ୍ରତିଘାତ ସହିବାକୁ ପଡ଼ିବ। ସମ୍ମାନ ହାନି ହୋଇପାରେ। କର୍ମ ଓ ରୋଜଗାର ପାଇଁ ଆଗ୍ରହ ଆସିବ। ତେଣୁ ଦିନରେ ଯେଉଁ ସୁଖ ମିଳିବ ପାରିବାରିକ ସୁଖ, ପରିବାର ଭିତରେ ଆମେ ଆନନ୍ଦ ବଣ୍ଟା ବଣ୍ଟି ହେବା, ଏଇ ସୁଖ ପାଇଁ ବ୍ୟକ୍ତି ବିଶେଷ ଅପମାନିତ ହେବେ, ଅନ୍ୟକୁ ସୁଖ ଦେବେ, ନିଜେ ଦୁଃଖ ପାଇବେ। କନ୍ୟା କଥା ଏତିକି। ତୁଳା ରାଶି ପାଇଁ ଗୁରୁବାର ଏକ ବାଧା ବନ୍ଧନ ଦିନ। ସବୁ ଦିଗରୁ ଦୁଃଖ, 24 ଘଣ୍ଟା ଦୁଃଖ ତୁଳା ରାଶି ପାଇଁ। ବିବିଧ ସମସ୍ୟା ବିଭିନ୍ନ ସମୟରେ ଆସି ନିରୁତ୍ସାହିତ କରିବ। ପାରିବାରିକ ସହଯୋଗ ମିଳିବନି। ବନ୍ଧୁରେ ମତାନ୍ତରରୁ ମନାନ୍ତର ହେବ, କଳହ ହେବ। 6:30 ପରେ ଚିତ୍ରା ନକ୍ଷତ୍ରର, ସନ୍ଧ୍ୟା 5:30 ପରେ ସ୍ୱାତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ଆଜି ତୁଳା ରାଶିର ଘାତବାର ଦୁଃଖ ଭିନ୍ନ ଭିନ୍ନ ରୂପରେ ଆସି ଭାରି ବାଧିବ। ସନ୍ଧ୍ୟା 6:30 ଯାଏ ନାନାବିଧ ରୋଗ ଦେହ ମୁଣ୍ଡକୁ ଯନ୍ତ୍ରିତ କରିବ। 6:30 ପରେ ରୋଗ କମି ଆସିଲା ପରେ ବି ନିସ୍ତେଜ ଲାଗିବ। କାହା ସହିତ ମିଳାମିଶା କରିବାକୁ ମନ ହେବନି। ତେଣୁ ଯଦି ଆମେ ବାହାରକୁ ଯିବା, କାହା ସାଙ୍ଗରେ ଗପିବା, ତାହେଲେ ଆମ ବ୍ୟବହାରରେ ସେମାନେ ଅତିଷ୍ଠ ହୋଇ ଆମକୁ କଟୁକ୍ତି ପ୍ରୟୋଗ କରିବେ। ତେଣୁ ସୂର୍ଯ୍ୟାସ୍ତ ପରେ ବାହାରକୁ ଯାଆନ୍ତୁନି, ଅସୁବିଧା। ହୋଲ୍ ଡେ ଟୋଟାଲି ଟାଇମ୍ ଇଜ୍ ବ୍ୟାଡ୍ ଫର୍ ୟୁ। ତେଣୁ ଈଶ୍ୱର ଭରସା। ବିଛା ରାଶି ଲାଗି ଗୁରୁବାର 29 ତାରିଖ ସକାଳୁ ସନ୍ଧ୍ୟା ଯାଏ ମହାସୁଖ, ସନ୍ଧ୍ୟାରୁ ସକାଳ ଯାଏ ଅତି ଦୁଃଖ କହିଲେ ଅତ୍ୟୁକ୍ତି ହେବନି। ବିଛା ରାଶି ପୁରୁଷଙ୍କର ଆଜି ଘାତଚନ୍ଦ୍ର। ସନ୍ଧ୍ୟା 6:30 ପରେ ଏହି ଘାତଚନ୍ଦ୍ର ସକ୍ରିୟ ହୋଇ ହାନିକାରକ ହେବ। ସକାଳ 6:30 ଠାରୁ ଅନୁରାଧା ନକ୍ଷତ୍ରର, ସନ୍ଧ୍ୟା 5:30ରୁ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆସି ରୋଗାକ୍ରାନ୍ତ କରିବ। ସନ୍ଧ୍ୟା 6:30 ଯାଏ ଯାବତୀୟ ବିଛା ରାଶିର ଲୋକେ ବିଭିନ୍ନ ଧାରାରେ, ନାନା ମାର୍ଗରେ, ଅନେକ ଉପାୟରେ ପ୍ରବଳ ଧନ ରୋଜଗାର କରିବେ। ହାତ ଅର୍ଥଶୂନ୍ୟ ହେବନି। ଦିନରେ ଖାଦ୍ୟପେୟ ବଢ଼ିଆ ହେବ। ଦିନରେ ବିଭିନ୍ନ ଉପାୟରେ, ବିଭିନ୍ନ ପନ୍ଥାରୁ ନାନାବିଧ ଆୟ ହେବ। ରାତିରେ ସେସବୁରୁ ବଞ୍ଚିତ ହେବେ। ଧନୁ ରାଶି ଲାଗି ଗୁରୁବାର 29 ତାରିଖ ବଢ଼ିଆ ଦିନ। ସମସ୍ତଙ୍କ ସହ ମିଳାମିଶା କରି ଆନନ୍ଦିତ ହେବେ। ଆଜି ଆପଣ ଆଦର କରିବେ ଓ ସ୍ନେହ ବାଣ୍ଟିବେ। ଶତ୍ରୁ ଆପଣଙ୍କୁ ଓ ଆପଣ ଶତ୍ରୁକୁ ବି ଭଲ ପାଇବେ। ସମସ୍ତ ବ୍ୟକ୍ତିଙ୍କୁ ଆଜି ସୁଖ ଶାନ୍ତି ନିଶ୍ଚୟ ମିଳିବ। ଆଜି ବ୍ୟକ୍ତି ବସ୍ତୁ ଧନ ଯାହାର ଯାହା ଦରକାର, ଯାହା ବହୁତ ଦିନ ହେଲା ଖୋଜୁଥିଲେ, ଧନୁ ରାଶିର
ବ୍ୟକ୍ତିମାନଙ୍କ ପାଖକୁ ତାହା ଆଜି ଆସିବ। ସନ୍ଧ୍ୟା 6ଟା 30 ଯାଏ ଦେହ ମୁଣ୍ଡ ସୁସ୍ଥ ରହିବ। ସମସ୍ତ ପ୍ରକାର ଶାନ୍ତି ସୁଖ ବ୍ୟକ୍ତି ଏସବୁ ପାଖକୁ ଆସିବ। ସମସ୍ୟା ଯାହା ସବୁ ଥିଲା ପୂର୍ବଦିନ ତାହା ଆଜି ବରଫ ପରି ମିଳେଇଯିବ। ସନ୍ଧ୍ୟା 6ଟା 30 ପରେ ସମସ୍ତଙ୍କ ପାଇଁ ସମସ୍ତ ବୃତ୍ତିର ଲୋକେ ବଢ଼ିଆ ଆୟ ଅମଳ କରିବେ। ଦିନର ବ୍ୟବସାୟ ଗୁଡ଼ିକ ରାତିରେ ଅତ୍ୟନ୍ତ ଅଧିକ ଆୟ ଦେବ। ଆଉ ଆୟ ବଳେଇଯିବ, ବ୍ୟୟ ନାହିଁ କହିଲେ ଚଳେ। ଆଜି ଅତି ଅଧିକ ଆୟ ହେବ, ଧନ ପାଖକୁ ଆସିବ। ସବୁ ଶତ୍ରୁ ଆଜି ମିତ୍ର ହେବେ, ଆଉ ମିତ୍ର ଆନନ୍ଦିତ ହେବେ। ମାନେ ଧନୁରାଶି ପାଇଁ ଆଜି ବହୁତ ଭଲ ଦିନ। ସିଂହ ରାଶି ଭଳି ଧନୁରାଶି ଆଜି ଆନନ୍ଦରେ ସମୟ କାଟିବେ। ମକର ରାଶି ପାଇଁ ଗୁରୁବାର ସକାଳ 6ଟା 30 ପରେ ଉତ୍ତର ଷାଢ଼ାର ସନ୍ଧ୍ୟା 5ଟା 30 ପରେ ଶ୍ରବଣା ନକ୍ଷତ୍ରର ଅଶୁଭ ସମୟ ଆସିବ। ଆଜି ଏକ ଆୟକାରୀ ଦିନ। ଧନ ବୃଦ୍ଧି ହେବ, ଭଲ ଆୟ ରୋଜଗାର ହେବ। ଆଜି ସନ୍ଧ୍ୟା 6ଟା 30 ଯାଏ ନାନାବିଧ ସୁଖ ମିଳିବ। ତାହା ଲୌକିକ, ମୌଳିକ, ପାରିବାରିକ, ଆର୍ଥିକ ବା ବୌଦ୍ଧିକ ହୋଇପାରେ। ଖାଦ୍ୟପେୟ ରୁଚିକର ହେବ। ବନ୍ଧୁ ମେଳରେ ସମୟ କଟିବ। ସନ୍ଧ୍ୟା 6ଟା 30 ଯାଏ ଆୟ ଅମଳ ବଢ଼ିବ। ବ୍ୟବସାୟୀ ସାନ ବା ବଡ଼ ସମସ୍ତେ ଲାଭବାନ ହେବେ। ମକରର ଭଲ ଦିନ। କୁମ୍ଭ ରାଶି ପାଇଁ ଦିନଟି ଦୁଃଖରେ, ରାତିଟି ବଡ଼ ସୁଖରେ ଯିବ। ଦିନ ଦୁଃଖରେ, ରାତି ସୁଖରେ ଯିବ। ପ୍ରଥମତଃ ସକାଳ 6ଟା 30ରୁ ଧନିଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସନ୍ଧ୍ୟା 5ଟା 30ରୁ ଶତବିଶାର ଅଶୁଭ ସମୟ ଆସିବ। ସନ୍ଧ୍ୟା 6ଟା 30 ଯାଏ ପୁରୁଣା ରୋଗୀ ବଡ଼ କଷ୍ଟ ପାଇବେ। ନୂଆ ନୂଆ ରୋଗ ବି ଦୁଃଖ ଦେବ। ସନ୍ଧ୍ୟା 6ଟା 30 ପରେ ବିଭିନ୍ନ ରୂପରେ ନାନାବିଧ ସୁଖ ଆସି ଅତୀତର ଦୁଃଖକୁ ଭୁଲାଇ ଆନନ୍ଦ ବାଣ୍ଟିବ। ଆଗ ଦେହ ସୁସ୍ଥ ହେବ, ତାପରେ ପ୍ରିୟ ଲୋକ ପାଖକୁ ଆସିବେ। ରୁଚିକର ଭୋଜନ ମିଳିବ। ସୁଖକର ନିଦ ହେବ। ମନ ଭଲ ରହିବ। କର ବ୍ୟବସ୍ଥା ପାଇଁ ଆଗ୍ରହ ବଢ଼ିବ। କର୍ମ କ୍ଷେତ୍ରରୁ କିଛି ଆୟ ରୋଜଗାର ହେବ। ସୁଖ ଏହି ରୂପରେ ଆସିବ। ରାତିରେ ସୁଖ ଏହି ରୂପରେ ଆସିବ। କ'ଣ ହେବ, କେମିତି କ'ଣ ଆସିବ? ସନ୍ଧ୍ୟା 6ଟା 30 ପରେ ବିଭିନ୍ନ ରୂପରେ ବିଭିନ୍ନ ସୁଖ ଆସିବ। କେମିତି? ଆଗ ଦେହ ଭଲ ହେବ, ପ୍ରଥମ ସୁଖ। ପ୍ରିୟ ଲୋକ ପାଖକୁ ଆସିବେ, ଦ୍ୱିତୀୟ ସୁଖ। ରୁଚିକର ଭୋଜନ ମିଳିବ, ତୃତୀୟ ସୁଖ। ସୁଖରେ ନିଦ ହେବ, ଚତୁର୍ଥ ସୁଖ। ମନ ଭଲ ଲାଗିବ, ପଞ୍ଚମ ସୁଖ। କର୍ମ କରିବା ପାଇଁ ଆଗ୍ରହ ବଢ଼ିବ, ଷଷ୍ଠ ସୁଖ। କର୍ମ କ୍ଷେତ୍ରରୁ କିଛି ଆୟ ହେବ ଓ ସମସ୍ତେ ମିଳିମିଶି ସାଙ୍ଗ ହୋଇ ରାତିରେ ଖାଇବା। ଏବେ ମୀନ ରାଶି କଥା। ମୀନ ରାଶି ପାଇଁ ଗୁରୁବାର 29 ତାରିଖ ଦିନଟି ଭଲରେ ଭଲରେ ଯିବ। ରାତି ପାଇଁ ମନ୍ଦ ସମୟ ଆସିବ। ସକାଳ 6ଟା 30ରୁ ଉତ୍ତର ଭାଦ୍ର ନକ୍ଷତ୍ରର ସନ୍ଧ୍ୟା 5ଟା 30ରୁ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ସନ୍ଧ୍ୟା 6ଟା 30 ଯାଏ ଭଲ ସମୟ। ଆର୍ଥିକ ବିକାଶ ହେବ। ବନ୍ଧୁ ସମ୍ପର୍କ ବଢ଼ିବ। ସାମାଜିକ ପ୍ରତିପତ୍ତି ମଧ୍ୟ ବଢ଼ିବ। ପାରିବାରିକ ଜୀବନ ସୁଖରେ ସୁଖରେ କଟିବ। ମାତ୍ର ସନ୍ଧ୍ୟା 6ଟା 30 ପରେ
କଳହ ହେବ, ଆଳସ୍ୟ ଲାଗିବ, ଦେହ ଖରାପ ହେବ ଓ ବ୍ୟସ୍ତ ଲାଗିବ, କାମରେ ମନ ଲାଗିବନି। ରାତି କଥା ସାବଧାନ। ତେଣୁ ବେଶୀ ରାତି ପର୍ଯ୍ୟନ୍ତ ବାହାରେ ରହିବେନି। ସନ୍ଧ୍ୟା ପୂର୍ବରୁ ବା ସନ୍ଧ୍ୟା ସମୟରେ ବାହାରୁ ପଳେଇ ଆସନ୍ତୁ। ଦିନଟି ଖୁବ୍ ଭଲରେ ଯିବ। ସୂର୍ଯ୍ୟାସ୍ତ ପରେ ସବୁ ସମସ୍ୟା ବାଡ଼ି ଆସିବ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତାକାଲି ପୁଣି ଆମେ ଦୁଃଖ ସୁଖ ହେବା। ରହିଲି, ନମସ୍କାର।